ଢେଙ୍କାନାଳ ଜିଲ୍ଲାର ଦୁର୍ଗମ ଅପହଞ୍ଚ ଅଞ୍ଚଳରେ ଦୁଇ ସାମାଜିକ ଅନୁଷ୍ଠାନ ଦ୍ୱାରା ବସ୍ତ୍ରଦାନ ଓ ଶୁଖିଲା ଖାଦ୍ୟ ବଣ୍ଟନ। ଜନମଙ୍ଗଳର ଆସଳ ସଂଗଠନ ତରଫରୁ ବ୍ୟବହାରଯୋଗ୍ୟ ବସ୍ତ୍ରଦାନ। ଆଶା କରିବା ଆମେ ବସ୍ତ୍ରଦାନ ଆହ୍ୱାନ ସଫଳ ରୂପାୟନ। ସେବାର୍ଥେ ଯୁବ ସମାଜ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ। ଆମେ ସବୁ ଅସହାୟର ସାଥୀ ଆହ୍ୱାନକୁ କଲେ ପ୍ରମାଣିତ। ତା 12/6/2026 ମଙ୍ଗଳବାର କୋଟିପାଳ ଶିକପଳି କନ୍ତୋଲ କଙ୍କଡ଼ାହାଡ଼ ଢେଙ୍କାନାଳ। ସମସ୍ତଙ୍କୁ ପ୍ରଥମେ ନମସ୍କାର, ଉମିଷ୍ଟ ପ୍ରଣାମ ସାରା ସମାଜକୁ, ଯେଉଁମାନେ ଦେଖୁଥିବା ଦର୍ଶକମାନଙ୍କୁ। ମୋ ନାମ ହେଲା ପ୍ରଦୀପ୍ତ ବାରିକ। ବର୍ତ୍ତମାନ ସେବାର୍ଥେ ଯୁବ ସମାଜ ସେବାର୍ଥେ ଚାରିଟେବଲ୍ ଟ୍ରଷ୍ଟର ମୁଁ ଫାଉଣ୍ଡର ପ୍ରତିଷ୍ଠାତା। ବର୍ତ୍ତମାନ ସମୟରେ ଆମେମାନେ ଆଜି ମୋର ଜନ୍ମଦିନ ଥିଲା। ଏହି ଜନ୍ମଦିନ ଅବସରରେ ଆମେମାନେ ଚାହିଁଲୁ କିଛି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିବା ପାଇଁ। ସମସ୍ତେ ଭାଇମାନେ କହିଲେ, ସେମାନେ ଆମର ସଂଗଠନର ବିଚାରଧାରା ଭାଇମାନେ, କି ଆମେମାନେ କିଛି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିବା। କେମିତି ନା, କିଛି ଯେଉଁ ଅପହଞ୍ଚ ଇଲାକାରେ କିଛି ବସ୍ତ୍ର ଦାନ କରିବା, ଖାଇବାକୁ ଦେବା, ସେମିତି ଯାଇ ଆମେ ସେ ଜାଗାରେ ନିଆରା ଢଙ୍ଗ ପାଳନ କରିବା। ଆଉ ଦେଇଥିଲେ ଆମର ଜନମଙ୍ଗଳ ଆସୋଳ ସଂଗଠନର ନିରୁପମା ବାପା, ବିଭୁ ଭାଇ, ଯିଏକି ଆମ ସହିତ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଛନ୍ତି। ଆସିକି କହିବାକୁ ଗଲେ ସେ ବସ୍ତ୍ରଦାନରେ ସହଯୋଗ ହେଉ କି ଖାଦ୍ୟଦାନରେ ସହଯୋଗ ହେଉ, ଆମେ ସେ ସମଗ୍ର ଓଡ଼ିଶା ସେବା ସଂଗଠନ ତରଫରୁ ଅଭିଯାନ ତରଫରୁ ତ ଆମେମାନେ ଆସି ଏଇଠି ଏଇ ନିର୍ଜନ ପରିବେଶ ଯେମିତି ନଥିବ, ଜଙ୍ଗଲ ଏରିଆରେ ଆମେ ଆସି ପହଞ୍ଚି ଯାଇଥିଲୁ। ଜଙ୍ଗଲ ଏରିଆ, ଜଙ୍ଗଲ ପାଦଦେଶରେ ଆସି ପହଞ୍ଚିଥିଲୁ। ଏକୁଲୁ ସେକୁଲୁ ଗାଁ, ଯେଉଁଟାକି କାନ୍ତୁଲ ପଞ୍ଚାୟତ କଙ୍କଡ଼ାହାଡ଼ ବ୍ଲକରେ ଅବସ୍ଥିତ। ଏହି ସ୍ଥାନରେ ଆମେ ଆଜି ବସ୍ତ୍ରଦାନ, ଖାଦ୍ୟଦାନ, ଏମିତି ସର୍ବନିମ୍ନ ଯାହା ଆମ ପାଖରେ ଯାହା ଅଛି ତାହା ଆମେ ଦାନ କରିଥିଲୁ। ନିଜକୁ ଖୁସି ମନେଇଥିଲୁ। କନ୍ତୋଲ ବ୍ଲକର ଆଉ ଗୋଟେ ପଞ୍ଚାୟତର ଆଉ ଗୋଟେ ଗାଁକୁ ବି ଯାଇକି, ଆଉ ଗୋଟିଏ ଗାଁଟା ହେଲା ପୁଟିପାଳ, ଆଉ ଗୋଟିଏ ଗାଁ ହେଉଛି ଶିଙ୍କୁଳି। ହଁ, ସେଇ ଗାଁରେ ଆମେ ବସ୍ତ୍ରଦାନ କରିଛୁ। ଆମକୁ ବି ଖୁସି ଲାଗୁଛି ଏଇସବୁ ବସ୍ତ୍ରଦାନ କରି। ସାରା ଓଡ଼ିଶାର ସମାଜସେବୀ ଭାଇ ଭଉଣୀମାନଙ୍କୁ ଆପଣ କ'ଣ କହିବେ? ଆସନ୍ତି, ଏଇଭଳି ଭାବରେ ଆମେ ମିଳିମିଶି ସମସ୍ତେ ସେବା କରିବା। ନିହାତି ଭାବରେ ନିଆରା ଢଙ୍ଗରେ ସେବା କଲେ ଆମମାନଙ୍କୁ ଆଗାମୀ ସମୟରେ ବହୁତ ସହଯୋଗ ହେବ। ସମସ୍ତଙ୍କ ମନରେ ଏକ ପରିବର୍ତ୍ତନ ସୃଷ୍ଟି ହେବ କି ସେବା ମାଧ୍ୟମରେ ଆମେମାନେ ସମାଜରେ ପରିବର୍ତ୍ତନ ଆଣିପାରିବା। ଆଗକୁ ରଜ ଆସୁଛି, ରଜ ଉପଲକ୍ଷେ କ'ଣ ସବୁ ଆଜି ବାଣ୍ଟିବେ? ରଜ ଉପଲକ୍ଷେ ଯେମିତିକି ବସ୍ତ୍ର, ମାଆମାନଙ୍କ ପାଇଁ ଚୁଡ଼ି, ଶାଢ଼ୀ, ଆଉ ପାଉଁଜି ଲଗାଇବା ପାଇଁ, ଦର୍ପଣୀ ଦେଖିବା ପାଇଁ ଦର୍ପଣୀ, ନୂଆ ଦର୍ପଣୀ ବି ଦିଆଗଲା। ବିଭିନ୍ନ ପ୍ରକାର ସାମଗ୍ରୀ ଆମେ ଏମିତି ବାଣ୍ଟିଲୁ। ଦେଶ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କ ଜୀବନ ଅତି ଦୟନୀୟ। ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତାରୁ ଆଜି ବି ବଞ୍ଚିତ ସରକାରଙ୍କର ମାଳମାଳ ଗରିବ କଲ୍ୟାଣ ଯୋଜନା କିନ୍ତୁ ସେମାନଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହୋଇଯାଏ ବାଟମାରଣା। ଏମିତି ଏକ ଅଞ୍ଚଳ ଯେଉଁଠିକି ଯିବା ପାଇଁ ଖଣ୍ଡେ ଭଲ ରାସ୍ତା ନାହିଁ, ପାଣିର ବ୍ୟବସ୍ଥା ନାହିଁ, ସବୁଠୁ ବଡ଼ କଥା ବିଦ୍ୟୁତ୍ ମଧ୍ୟ ସେହି ଜାଗାରେ ପହଞ୍ଚି ପାରିନାହିଁ। ବାସ୍, ସତରେ କାଟୁଛନ୍ତି ଯେମିତି ଏକ ଅନ୍ଧାରୀ ଜୀବନ। ତେବେ ସରକାରଙ୍କ ତରଫରୁ ଲାଗିଛି ଗୋଟେ କି ଦୁଇଟା ସୋଲାର ଲାଇଟ୍। ବଣ ଜଙ୍ଗଲ ଭିତରେ ଜଙ୍ଗଲ ଜନ୍ତୁଙ୍କ ସହିତ କାଟୁଛନ୍ତି ଅନ୍ଧାରୀ ଜୀବନ। ରାତି ବିକାଳି ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଲେ ହୁଏତ ଚାଲିଯାଉଥିବ କାହା ଜୀବନ। ମୁଁ ସତ୍ୟବାନ ମହାନ୍ତ, ସେବାର୍ଥେ ଯୁବ ସମାଜର ଜଣେ ସଦସ୍ୟ। ଆମର ପ୍ରଦୀପ ବାରିକ, ଆମ ଯେଉଁ ସେବାର୍ଥେ ଯୁବ ସମାଜର ଅଛନ୍ତି, ତାଙ୍କର ଜନ୍ମଦିନ, ଯାହାଫଳରେ କଙ୍କଡ଼ାହାଡ଼ ବ୍ଲକ ଅପହଞ୍ଚ ଇଲାକା ପୁଟିପାଳ ଗାଁ ଆଉ ପଡ଼ୋଶୀ ଗାଁ ଅଛି ଆମର ଯେଉଁ ଶିଙ୍କୁଲ ଗାଁରେ ବସ୍ତ୍ର ବଣ୍ଟନ କରିଥିଲୁ, ଯେଉଁଟାକି ତାଙ୍କର ନିଆରା ଢଙ୍ଗରେ ଜନ୍ମଦିନ କିପରି ପାଳନ କରାଯିବ ସେଥିପାଇଁ ଆମେ ସମସ୍ତେ ଚେଷ୍ଟିତ ଥିଲୁ। ଆଉ ସେ ଗାଁର ଅପହଞ୍ଚ ଇଲାକା ଯେହେତୁ ରାସ୍ତା, ବିଜୁଳି କୌଣସି ସୁବିଧା ନାହିଁ, ଯାହାଫଳରେ କି ତାଙ୍କର ରୋଜଗାରକ୍ଷମ ବି ନାହାନ୍ତି, ଯାହାଫଳରେ ସେ ଜାଗାରେ ରୋଜଗାର ନାହାନ୍ତି, ଯେମିତି ଖାଦ୍ୟ, ବସ୍ତ୍ର, ବାସଗୃହରୁ କିଛି ଲୋକ ବଞ୍ଚିତ ଥିଲେ। ସେ ପ୍ରଦୀପ ଭାଇ ଚିନ୍ତା କଲେ, ଆଉ ଆମ ଜନମଙ୍ଗଳ ରାସୁଳର ବିଭୁ ଭାଇ ଆଉ ନିରୁପମା ଯେଉଁ ମ୍ୟାଡ଼ାମ୍ ଅଛନ୍ତି, ତାଙ୍କର ସାହାଯ୍ୟରେ ଆମେ କିଛି ଡ୍ରେସ୍ ବଣ୍ଟନ କରିଥିଲୁ। ସେ ଜାଗା ଯେହେତୁ ଖାଦ୍ୟ, ବସ୍ତ୍ର, ବାସଗୃହର ବଞ୍ଚିତ ଅଛନ୍ତି, କିଛି ଲୋକ ବି ଛୋଟ ଛୁଆ ଲଙ୍ଗଳା ବୁଲୁଥିଲେ, ଯାହାକି ବସ୍ତ୍ର ବି ପାଉନାହାନ୍ତି। କିଛି ସ୍କୁଲ ପିଲା ଡ୍ରେସ୍ ପିନ୍ଧିକି ରହୁଛନ୍ତି, ଯାହାକି ବିଦ୍ୟାଳୟ ପୋଷାକ, ସେଥିପାଇଁ ବଞ୍ଚିତ ରହୁଥିବାରୁ ଆମେ ଦେଖିଲୁ, ଚିନ୍ତା କଲୁ ଯେ ସେ ଅଞ୍ଚଳରେ ଯଦି ବସ୍ତ୍ରରୁ ବଞ୍ଚିତ ଅଛନ୍ତି,
ଖାଦ୍ୟ ବସ୍ତ୍ର ବି ପାଉନାହାନ୍ତି। ସେଥିପାଇଁ ଆମେ ସେଠି ଚିନ୍ତା କଲୁ ଗୋଟେ ଏମିତି କାମ କରିବା ଜନ୍ମଦିନରେ ତାଙ୍କ ବସ୍ତ୍ର ପହଞ୍ଚୁ, ଯେପରି ନଙ୍ଗଳା ଜୀବନଯାପନ ନ କରି ଭଲସେ ଜୀବନଯାପନ କରନ୍ତୁ। ସେଥିପାଇଁ ଆମେ ଚେଷ୍ଟା କରିଥିଲୁ। ଆଉ ସମସ୍ତେ ମିଳିମିଶି ହେଇକି ସେ ଜାଗାରେ ପହଞ୍ଚି ଆମେ ବସ୍ତ୍ର ବଣ୍ଟନ କରିଥିଲୁ। ଯାହା ହଉ ଗୋଟେ ଭଲ ନିଆରା ପ୍ରୟାସ କରିଥିଲେ ଆମ ପ୍ରଦୀପ୍ତ ଭାଇ। ଆଉ ସେ ଜାଗାରେ ବହୁତ ଅପହଞ୍ଚା ଲାଗେ, ଯେଉଁଠିକି ନଗଡ଼ାର ଦ୍ୱିତୀୟ ନଗଡ଼ା କହିଲେ ଭୁଲ ହେବ ନାହିଁ ଢେଙ୍କାନାଳ ଜିଲ୍ଲାର। ସେ ଜାଗାରେ ପହଞ୍ଚି ଆମେ କିଛି ବସ୍ତ୍ର ପ୍ରଦାନ କରିଥିଲୁ। ତେବେ ସରକାରଙ୍କ ତରଫରୁ ସମସ୍ୟାର ସମାଧାନ ପାଇଁ ପ୍ରୟାସ ଜାରି ରହିଥିଲେ ସୁଦ୍ଧା ସମୁଦ୍ରକୁ ଶଙ୍ଖେ ଭଳି ଲାଗେ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ପାହାଡ଼ ପର୍ବତ ବଣ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ଭିତରେ ଗାଁ ଦୁଇଟି ପୁଟିପାଳ ଓ ଶିକୁଳି। କଙ୍କଡ଼ାହାଡ଼ରୁ ପ୍ରାୟ 30 କିଲୋମିଟର ଦୂରରେ ପାହାଡ଼ ଉପରେ ଅଗନାଅଗନି ବନସ୍ଥ ଭିତରେ ଦୁର୍ଗମ ରାସ୍ତା ଅତିକ୍ରମ କରି ପହଞ୍ଚିଥିଲେ ସମଗ୍ର ଓଡ଼ିଶା ସେବା ଅଭିଯାନରେ ସାମିଲ ଥିବା ଓଡ଼ିଶାର ଦୁଇ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ। ହିନ୍ଦୋଳ ଅଞ୍ଚଳର ଶ୍ରଦ୍ଧାଶକ୍ତି ସେବା ସଂସ୍ଥାନ, ଜନମଙ୍ଗଳ ରାସୋଳ ଓ କଣ୍ଟାପାଳ ଅଞ୍ଚଳର ସେବାର୍ଥୀ ଯୁବ ସମାଜର ସହୃଦୟ ସ୍ୱେଚ୍ଛାସେବୀଗଣ। ଗାଁରେ 20ଟି ଆଦିବାସୀ ସମ୍ପ୍ରଦାୟର ଜୁଆଙ୍ଗ ଶବର ପରିବାର କାଟୁଛନ୍ତି ଦୁର୍ବିସହ ଜୀବନ। ଆବାସ ଯୋଜନାରେ କାହାକୁ ବାଟମରଣାରେ ମିଳିଛି ଭଙ୍ଗଦାଦରା ଘର, ତ କାହା ପାଇଁ ଆବାସ ଯୋଜନା ହେଇଛି ସାତ ସପନ। ଦେଉରୀ ଆଜି ପ୍ରାୟ ରାଜୋଡ଼ା ଅମଳାରୁ ଏଠି ଆମର ଜେଜେବାପା ବି ବସବାସ କରି ରହିଛନ୍ତି। ପ୍ରାୟ 150 ବର୍ଷ ପ୍ଲସ୍ ହେବ। କିନ୍ତୁ ଯାତାୟାତ ପଥର ବହୁତ ମାନେ ଅସୁବିଧାର ସମ୍ମୁଖୀନ ହେଉଥିଲି। ଆକର୍ଷଣ କରିଛନ୍ତି ଆଉ ବହୁତ ଏଗୁଡ଼ାକ ଆମେ ଖୁସି ହେଉଛୁ। ଆଜି ମାନେ ଆସିକିରି ଏକ ସଂସ୍ଥାର ଆପଣମାନେ ଆସିଛନ୍ତି ସେବାର୍ଥେ ଷ୍ଟାଫ୍, ଜନମଙ୍ଗଳ ଷ୍ଟାଫ୍। କିନ୍ତୁ ପୁଟିପାଳ ଯାଇ ଏଠୁ ଦୁର୍ଗମ ଜାଗା ପ୍ରାୟ 8 କିଲୋମିଟର ସେକୁଲରୁ ହେବ, ସେଠି ବସ୍ତ୍ର ବଣ୍ଟନ କରିଛନ୍ତି। ଫେରିକିରି ବର୍ତ୍ତମାନ ସେକୁଲୁ ଜାଗା ବୋଲି ଗୋଟେ ସେଇ କାନ୍ତଲ ପଞ୍ଚାୟତ ଅନ୍ତର୍ଗତ କଙ୍କଡ଼ାହାଡ଼ ବ୍ଲକ, ଏଠି ବଣ୍ଟନ କରୁଛନ୍ତି। ଆମେ ଦେଖିକିରି ବହୁତ ଖୁସି। ରଜ ଉପଲକ୍ଷ ପିଲାମାନେ ଆଦିବାସୀ ଲୋକ ପ୍ରାୟ ଆମର ଆଜ୍ଞା 100% ସବୁଗୁଡ଼ାକ ଆଦିବାସୀ। କିନ୍ତୁ ବହୁତ ଆମେ ଖୁସିରେ ପିଲାମାନେ ଅଛନ୍ତି। ଆମେ ବହୁତ ଖୁସି, ଆମେ ବହୁତ ଧନ୍ୟବାଦ କରୁଛୁ। ଏଠି ଆମର କୋଉ ସମ୍ପ୍ରଦାୟର ଲୋକ ବେଶୀ ରହନ୍ତି? ଏଇଠି ବେଶୀ ଆଜ୍ଞା ଆଦିବାସୀ ବୋଲେ ଜୁଆଙ୍ଗ ଶବର ଜାତୀୟ ଲୋକ, ବିଶ୍ୱାସ ଶବର ବେଶୀ, କିନ୍ତୁ ଅଛନ୍ତି 50% ଜୁଆଙ୍ଗକୁ 50% ଶବର। ସରକାରଙ୍କ ସୁବିଧା ସୁଯୋଗ କ'ଣ ସବୁ ମିଳିଛି ଆପଣଙ୍କୁ? କିଛି ବୋଲି ଏବେ ଯାହା ମିଳୁଛି ଆଜ୍ଞା, ଆଉ କ'ଣ ଚାଉଳ ମିଳୁଛି, ଆଉ ଭତ୍ତା ଯେଉଁମାନେ କି ହାତକୁ ହାତ ଦେଉଛନ୍ତି, ଏଠୁ ଚାଲିକିରି ପ୍ରାୟ 8 କିଲୋମିଟର 10 କିଲୋମିଟର ଯାଇକିରି ଭତ୍ତା ବି ପାଉଛନ୍ତି। ପ୍ରତ୍ୟେକଟି ପରିବାର ଖାଦ୍ୟ, ବସ୍ତ୍ର, ବାସଗୃହ ଭଳି ମୌଳିକ ଆବଶ୍ୟକତା ସହିତ ଯୁଝୁଥିବା ବେଳେ ଗ୍ରାମବାସୀମାନଙ୍କର ମୁଖ୍ୟ ସମସ୍ୟା ଭିତରେ ଗାଁକୁ ଭଲ ରାସ୍ତା ନାହିଁ, ଜଳର ବ୍ୟବସ୍ଥା ନାହିଁ। ହଁ, ସୋଲାର ବ୍ୟବସ୍ଥାରେ ଗାଁରେ ସରକାରଙ୍କ ତରଫରୁ ଲାଗିଛି 1 କି 2ଟା ସୋଲାର ଲାଇଟ୍। ବଣ ଜଙ୍ଗଲ ଭିତରେ ଜଙ୍ଗଲୀ ଜନ୍ତୁଙ୍କ ସହିତ କାଟୁଛନ୍ତି ଅନ୍ଧାରେ ଜୀବନ। ରାତି ବିକାଳି ସ୍ୱାସ୍ଥ୍ୟଗତ ସମସ୍ୟା ଉପୁଜିଲେ ଗମନାଗମନର ସୁବିଧା ନଥିବା ହେତୁ ହୁଏତ ଚାଲିଯାଉଥିବ କାହା ଜୀବନ। ତେବେ ଏପରି ପରିସ୍ଥିତିରେ ଆଶା କରିବା ଆମେ ବସ୍ତ୍ରଦାନ, ଆମେ ସବୁ ଅସହାୟର ସାଥୀ ଆହ୍ୱାନକୁ ପ୍ରମାଣିତ କରିବାକୁ ଯାଇ ଦୁଇ ସାମାଜିକ ଅନୁଷ୍ଠାନ ଶ୍ରଦ୍ଧାଶକ୍ତି ସେବା ସଂସ୍ଥାନ ତରଫରୁ ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ, ସଭାନେତ୍ରୀ ନିରୁପମା ମିଶ୍ର ବ୍ୟବହାରଯୋଗ୍ୟ ବସ୍ତ୍ରଦାନ, ପ୍ରସାଧନ ସାମଗ୍ରୀ ଆଦି ବଣ୍ଟନ କରିବା ସହିତ ସେବାର୍ଥେ ଯୁବ ସମାଜ ତରଫରୁ ପ୍ରତିଷ୍ଠାତା ପ୍ରଦୀପ୍ତ ବାରିକୀ, ସେବକ ସତ୍ୟବାନ ମହାନ୍ତ, ପ୍ରିୟରଞ୍ଜନ ହେନ୍ତାଳିଆ, ସରୋଜ ସାହୁ, ଶ୍ରୀପତି ନାୟକ ପ୍ରମୁଖ ଉପସ୍ଥିତ ରହି ଶୁଖିଲା ଖାଦ୍ୟ, କଦଳୀ, ମିଠା, ଅଣ୍ଡା, ବିସ୍କୁଟ ଆଦି ପ୍ରଦାନ କରିଥିଲେ। ରଜ ପର୍ବ ପାଇଁ ଅଗ୍ରିମ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ପ୍ରତିଟି ମୁହଁରେ ସେମାନଙ୍କର ହସ ଫୁଟିଥିଲା ସତ, କିନ୍ତୁ ଗାଁ ସମସ୍ୟାର ସମାଧାନ ପାଇଁ ସରକାର ଓ ପ୍ରଶାସନ ସ୍ତରରେ ଅବଗତ ପାଇଁ ନିବେଦନ ମଧ୍ୟ କରିଥିଲେ। ଆଜି ସିନା ଗୋଟିଏ ଦିନ ତାଙ୍କ ମୁହଁରେ ହସ ଫୁଟିଥିଲା, କିନ୍ତୁ ସବୁଦିନ ଲୁହ ପୋଛିବାକୁ କେବେ ଚେତିବ ସରକାର ଓ ପ୍ରଶାସନ? ଏବେ ପ୍ରତିଟି ଆଦିବାସୀ ପରିବାରର ବଡ଼ ପ୍ରଶ୍ନ। ତେବେ ଫେରିବା ବାଟରେ ପାହାଡ଼ ପାଦଦେଶରେ ବାମ ପଞ୍ଚାୟତର ପଥରଗଡ଼ ଆଉ ଏକ ଆଦିବାସୀ ଗାଁ ଜୁଆଙ୍ଗ ବସ୍ତି ବାସିନ୍ଦାଙ୍କ ସହ କିଛି ସମୟ ଅତିବାହିତ କରି ଅନୁରୂପ ଭାବେ ପୋଷାକ ଓ ଶୁଖିଲା ଖାଦ୍ୟ ଦାନ କରି ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ବିଶେଷ ଭାବେ ସେବାର୍ଥୀ ଯୁବ ସମାଜର ପ୍ରତିଷ୍ଠାତା ପ୍ରଦୀପ୍ତ ବାରିକୀ ଜୁନ୍ 12 ତାରିଖ ଓ ଜନମଙ୍ଗଳ ରାସୋଳ ସଂଗଠନର ପ୍ରତିଷ୍ଠାତା ବିଭୁ ଶତପଥୀଙ୍କର ଜନ୍ମଦିବସ ଜୁନ୍ 13 ତାରିଖ, ଏହି 2 ଦିନକୁ ସ୍ୱତନ୍ତ୍ର କରିବା ପାଇଁ ଦୁଇ ଅନୁଷ୍ଠାନ ତରଫରୁ କରାଯାଇଥିବା ପ୍ରୟାସକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହିତ ଦୀର୍ଘାୟୁ କାମନା କରିଥିଲେ।
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଳରୁ ବିଭୁ ପ୍ରସାଦ ଶତପଥୀଙ୍କ ରିପୋର୍ଟ, ସମଗ୍ର ଓଡ଼ିଶା ସେବା ଅଭିଯାନ।